हेलो फ्रेंड्स स्वागत जनाची मु मोर यूट्यूब चैनल टेक केदार को। तो आशा करछि आपण माने समस्त भलो थिबे एवं सुस्थ थिबे। तो फ्रेंड्स देखंतु आज रे वीडियो रे हम दଳ यात्रा विषय रे किबळी रचना लिखिबे ओडिया रे से विषय आलोचना करिवा। जदि आपण मानको स्कूल रे दଳ यात्रा विषय रे ओडिया रे रचना लेखा पय कहिथांती ताना आपण माने आज रो वीडियो टिक शेष पर्यंत निश्चित भाବରେ देखंतु जहा द्वारा कि आपण माने ए रचना टिक अति सहज रे लिखि पारिबे। तो चलंतु डेरी न करी आज रो वीडियो टिक एठार स्टार्ट करिवा। आपण माने किभଳି भाବରେ ଲେଖିବେ ଦେଖନ୍ତୁ। ପ୍ରଥମେ ଆପଣ ମାନେ ହେଡିଂ ଦେଇ ଦିଅନ୍ତୁ ଉପକ୍ରମ ଏବଂ ତା ତଳେ ଲେଖନ୍ତୁ ରଙ୍ଗ ତଥା ପ୍ରେମ ଶାନ୍ତିର ପର୍ବ ଦୋଳ ପର୍ବ ହିନ୍ଦୁମାନଙ୍କର ଏକ ବିଶିଷ୍ଟ ପର୍ବ ଅଟେ। ଏହି ପର୍ବରେ ଭଗବାନ ରାଧାକୃଷ୍ଣଙ୍କ ମେଲଣ ହୁଏ। ଲୋକେ ଏକତ୍ର ହୋଇ ରାଧାକୃଷ୍ଣଙ୍କ ମେଲଣ କରନ୍ତି, ରଙ୍ଗରେ ଖେଳନ୍ତି। ପ୍ରତ୍ୟେକ ବର୍ଷ ଫାଲ୍ଗୁନ ମାସ ତଥା ଇଂରାଜୀ ମାସ ମାର୍ଚ୍ଚରେ ଦୋଳ ପୂର୍ଣ୍ଣିମାକୁ ଏହି ଦୋଳଯାତ୍ରା ହୋଇଥାଏ। नेक्स्ट हेडिंग दे दियंतु उत्सव पालन एवं ଏହା ତଳେ ଲେଖନ୍ତୁ ଦୋଳଯାତ୍ରାରେ ମୁଖ୍ୟତଃ ରାଧାକୃଷ୍ଣଙ୍କ ଆରାଧନା କରାଯାଇଥାଏ। ଯେଉଁ ଗ୍ରାମରେ ଠାକୁର ମନ୍ଦିର ଓ ମଠ ଥାଏ ସେହି ଗ୍ରାମରେ ଦୋଳଯାତ୍ରା ହୋଇଥାଏ। ପୂର୍ଣ୍ଣିମାର କିଛି ଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଦୋଳଯାତ୍ରା ଶେଷ ହୁଏ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମେଲଣ ହୋଇଥାଏ। ରାଧାକୃଷ୍ଣଙ୍କ ପ୍ରତିମାକୁ ଗୋଟିଏ ବିମାନରେ ବସାଯାଏ। ସୁନ୍ଦର ଭାବେ ବିମାନକୁ ସଜାଇ ଦିଆଯାଇ ବିମାନ ଆଗରେ ଆମ୍ବ ପେନ୍ଥା ଝୁଲାଯାଏ। ଦିନ ବେଳେ ଗାଁରେ ଠାକୁରଙ୍କୁ ବିମାନରେ ବସାଇ ପ୍ରତ୍ୟେକଙ୍କ ଘରକୁ ନିଆଯାଇଥାଏ। ପ୍ରତ୍ୟେକ ଘରେ ଲୋକେ ଠାକୁରଙ୍କୁ ଭୋଗ ଲଗାନ୍ତି। ରାତିରେ ଠାକୁରଙ୍କୁ ବିମାନରେ ବସାଇ ମେଲଣକୁ ନିଆଯାଏ। ନାନା ପ୍ରକାର ବାଜା ବାଜେ, ବାଣ ଫୁଟାଯାଏ। ମେଲଣ ପଡ଼ିଆରେ ବହୁତ ଲୋକେ ସମାଗମ ହୁଏ। ଦୋଳଯାତ୍ରାର ଶେଷ ଦିନ ପୂର୍ଣ୍ଣିମା ଦିନ ହୋଲି ଖେଳ ହୋଇଥାଏ। ସମସ୍ତେ ରଙ୍ଗ ବା ଅବିର ବୋଳି ହୁଅନ୍ତି। ରଙ୍ଗ ଖେଳରେ କି ପୁରୁଷ କି ନାରୀ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସଭିଏ ମିଳିମିଶି ଭାଗ ନିଅନ୍ତି। ଦୋଳ ପୂର୍ଣ୍ଣିମାରେ ଗୋପାଳମାନେ ପର୍ବ ପାଳନ କରନ୍ତି। ଏହା ସେମାନଙ୍କ ପ୍ରଧାନ ପର୍ବ ଅଟେ। ନେକ୍ସଟ ହେଡିଂ ଦେଇ ଦିଅନ୍ତୁ ଆମ ଗାଁରେ ଦୋଳଯାତ୍ରା ଏବଂ ତା ତଳେ ଲେଖନ୍ତୁ ଆମ ଗ୍ରାମରେ ଦୋଳଯାତ୍ରା ପର୍ବ ଏକ ମୁଖ୍ୟ ପର୍ବ ଅଟେ। ପ୍ରତିବର୍ଷ ଖୁବ୍ ଧୁମଧାମରେ ଦୋଳ ପୂର୍ଣ୍ଣିମା ଓ ହୋଲି ଖେଳ ଆମ ଗ୍ରାମରେ ପାଳିତ ହୁଏ। ରାତିରେ ଆମ ଗ୍ରାମର ଜଗନ୍ନାଥ ମନ୍ଦିରରେ ଥିବା ରାଧାକୃଷ୍ଣ ମୂର୍ତ୍ତିକୁ ବିମାନରେ ବସାଇ ମେଲଣ ପଡ଼ିଆକୁ ଆଣନ୍ତି। ମୃଦଙ୍ଗ, ଢୋଲ, ଝାଞ୍ଚ ଆଦି ନାନା ବାଦ୍ୟ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠେ। ଅନ୍ୟ ପାଖ ଗ୍ରାମରୁ ମଧ୍ୟ ଅନେକ ବିମାନ ଆସନ୍ତି। ବହୁତ ଜନ ସମାଗମ ହୁଏ, ଦୋକାନ ବଜାର ବସେ। ଏ ବର୍ଷ ଆମେ ପିଲାମାନେ ଗୋଟିଏ ବିମାନ ପ୍ରସ୍ତୁତ କରି ରାଧାକୃଷ୍ଣଙ୍କୁ ବସାଇ ବିମାନଟିକୁ ଖୁବ୍ ସୁନ୍ଦର ଭାବେ ସଜ୍ଜିତ କରି ନିଜ କାନ୍ଧରେ ବିମାନକୁ କାନ୍ଧେଇ ମେଲଣ ପଡ଼ିଆକୁ ଗଲୁ। ମେଲଣର ପରିସମାପ୍ତି ପରେ ପରସ୍ପରକୁ ଅବିର ବୋଳି ରଙ୍ଗ ଖେଳର ମଜା ନେଲୁ। ସମସ୍ତେ ଆନନ୍ଦ ସହକାରେ ରଙ୍ଗ ଖେଳିଲେ। ତାପରେ ନେକ୍ସଟ ହେଡିଂ ଦେଇ ଦିଅନ୍ତୁ ଉପସଂହାର ବା ଶେଷ କଥା ଏବଂ ତା ତଳେ ଲେଖନ୍ତୁ ସମସ୍ତ ଭାରତ ବର୍ଷର ପାଳନ ହେଉଥିବା ଅନେକ ପର୍ବ ମଧ୍ୟରୁ ଦୋଳଯାତ୍ରା ପର୍ବ ଏକ ଆନନ୍ଦ ଏବଂ ଭଲ ପାଇବାର ପର୍ବ ଅଟେ। ଲୋକେ ଏହି ଯାତ୍ରାରେ ବହୁତ ଖୁସି ଅନୁଭବ କରନ୍ତି। ଦୋଳଯାତ୍ରାରେ ରଙ୍ଗ ଖେଳକୁ ନେଇ ବେଳେ ବେଳେ ମାରପିଟ ହୁଏ। ଏପରି ହେବା ବହୁତ ଦୁଃଖଦାୟକ ଅଟେ। ଏହା ଦ୍ୱାରା ଆମ ଧର୍ମ ପରମ୍ପରା କଳଙ୍କିତ ଏବଂ ନଷ୍ଟ ହୋଇଯାଏ। ଦୋଳ ପର୍ବରେ ପରସ୍ପର ଭିତରେ ସ୍ନେହ, ମମତା ଓ ପ୍ରେମର ଭାବନା ଉତ୍ପନ୍ନ ହୁଏ। ସମସ୍ତେ ଏହି ଦୋଳ ପର୍ବକୁ ଆନନ୍ଦ ଏବଂ ଖୁସିର ସହ ଉପଭୋଗ କରିବା ଉଚିତ। ତ ଫ୍ରେଣ୍ଡସ୍ ଏହା ଥିଲା ଦୋଳ ପର୍ବ ବିଷୟରେ ଓଡ଼ିଆରେ ଏକ ରଚନା। ତ ଆଶା କরি ଆପଣମାନଙ୍କୁ ଏହି ରଚନାଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ରଚନାଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ଯଦି ନୂଆ କି ଆସିଥାନ୍ତି ତାହେଲେ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରିଦେବେ। ଏବଂ ଯଦି ଆପଣମାନଙ୍କର ଏହି ରଚନା ବ୍ୟତୀତ ଅନ୍ୟ କୌଣସି ଓଡ଼ିଆର ରଚନା ଦରକାର ହେଉଥାଏ ତାହେଲେ ଆପଣମାନେ ଏହି ଭିଡ଼ିଓର କମେଣ୍ଟ ସେକ୍ସନକୁ ଯିବେ ଏବଂ ସେହି ରଚନାଟିର ନାଁ କମେଣ୍ଟ କରିଦେବେ। ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କ ପାଇଁ ସେହି ରଚନାଟି ନେଇକି ଆସିଯିବି। ତ ଆଜିର ଭିଡ଼ିଓକୁ ଆମେ ଏଇଠାରେ ରଖିବା। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍।